ବୈଦିକ ଜ୍ୟୋତିଷଶାସ୍ତ୍ର ଗଣନା ଅନୁସାରେ କର୍ମ ଏବଂ ନ୍ୟାୟର ଦେବତା ଶନି 17 ଏପ୍ରିଲ 2026ରେ ତାଙ୍କର ନକ୍ଷତ୍ର ଚନ୍ଦ୍ରଗୃହ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ଦିନ ଭଗବାନ ଶନି ଉତ୍ତର ଭାଦ୍ରପଦ ତୃତୀୟରେ ପାଦ ଚତୁର୍ଥାଂଶରୁ ତୃତୀୟ ଭାଦ୍ରପଦର ଚତୁର୍ଥ ପାଦରେ ପରିବର୍ତ୍ତନ କରିବେ। ପ୍ରଭାବରେ ଯେଉଁ 4ଟି ରାଶି ବ୍ୟକ୍ତିବିଶେଷ ଏହି ପରିବର୍ତ୍ତନରୁ ଶୁଭ ଏବଂ ଲାଭଦାୟକ ଫଳାଫଳ ପାଇବାର ଆସନ୍ତୁ ଜାଣିବା ସେହି ବିଷୟରେ। 17 ଏପ୍ରିଲ 2026ରେ ଶନିଦେବ ଉତ୍ତର ଭାଦ୍ର ନକ୍ଷତ୍ରର ତୃତୀୟ ପାଦରୁ ବାହାରି ଚତୁର୍ଥ ପାଦରେ ଚଳନ କରିବେ। ଯେହେତୁ ଉତ୍ତର ଭାଦ୍ରପଦ ଶନିଙ୍କର ନିଜସ୍ୱ ନକ୍ଷତ୍ର, ତାଙ୍କର ଚତୁର୍ଥ ପାଦରେ ଚଳନ ଆଧ୍ୟାତ୍ମିକ ଶାନ୍ତି ଏବଂ ଭୌତିକ ସୁଖ ସୁବିଧାରେ ବୃଦ୍ଧି କରିଥାଏ ବୋଲି ବିଶ୍ୱାସ କରାଯାଏ। ଶନିଙ୍କ ନକ୍ଷତ୍ରରେ ଏହି ପରିବର୍ତ୍ତନକୁ କେଉଁ 4ଟି ରାଶି ବିଶେଷ ଲାଭ ପାଇବେ ତାହା ଆସନ୍ତୁ ଜାଣିବା। ପ୍ରଥମ ରାଶି ହେଉଛି ମେଷ ରାଶି। ମେଷ ରାଶି ଶନିଙ୍କ ଚଳନ ଆର୍ଥିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଆଣିବ। ଦୀର୍ଘ ସମୟ ଧରି କୌଣସି କାମ ଅଟକି ରହିଥିଲେ ଅଳ୍ପ ଚେଷ୍ଟାରେ ଫେରି ପାଇବେ। ଚାକିରି ପରିବର୍ତ୍ତନ ବିଷୟରେ ଚିନ୍ତା କରୁଥିଲେ ସମୟ ଶୁଭ। ଆକର୍ଷଣୀୟ ଦରମା ପ୍ୟାକେଜ ସହିତ ନୂତନ ସୁଯୋଗ ଆସିବାର ସମ୍ଭାବନା ଅଛି। ବ୍ୟବସାୟରେ କୌଣସି ନିବେଶ କରିଥିଲେ ଯଥେଷ୍ଟ ଲାଭ ପାଇବେ। ପରବର୍ତ୍ତୀ ରାଶି ମିଥୁନ ରାଶି। ମିଥୁନ ରାଶିରେ ଶନିଙ୍କ ନକ୍ଷତ୍ରରେ ଏହି ପରିବର୍ତ୍ତନ ଆପଣଙ୍କ ପାଇଁ କୌଣସି ଆଶୀର୍ବାଦ ଠାରୁ କମ୍ ନୁହେଁ। ସରକାରୀ ସମ୍ପର୍କରେ କାମ ଗୁଡ଼ିକ ବାକି ଥିଲେ ତାହା ଶେଷ ହେବ। ସମାଜରେ ଆପଣଙ୍କ ପ୍ରଚେଷ୍ଟା ବୃଦ୍ଧି ପାଇବ। ଲୋକମାନେ ଆପଣଙ୍କ ପରାମର୍ଶକୁ ସମ୍ମାନ କରିବେ। ଆଧ୍ୟାତ୍ମିକ ଯାତ୍ରା କରିପାରନ୍ତି। ପରିବାର ମଧ୍ୟରେ ଏକ ଶୁଭ ଉତ୍ସବ ହୋଇପାରେ। ବିବାହିତ ବ୍ୟକ୍ତିମାନେ ସନ୍ତାନମାନଙ୍କ ସମ୍ପର୍କରେ ଆଶ୍ଚର୍ଯ୍ୟଜନକ ଖବର ପାଇପାରନ୍ତି। ପରବର୍ତ୍ତୀ ରାଶି ତୁଳା ରାଶି। ତୁଳା ରାଶି ଶନି ଆପଣଙ୍କ ଜୀବନରେ ସୁଖ ଆଣିଦେବ। ଭୌତିକ ସମୃଦ୍ଧି ପାଇଁ ଅନେକ ରାସ୍ତା ଖୋଲିବ। ନୂତନ ଯାନ କିମ୍ବା ଘର କିଣିବାର ଯୋଜନା ଥିଲେ ତାହା ସଫଳ ହେବାର ସମ୍ଭାବନା ରହିଛି। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା କଠିନ ପରିଶ୍ରମର ପୁରସ୍କାର ପାଇବେ। ବୈବାହିକ ଜୀବନରେ କୌଣସି ଦୂରତା ଥିଲେ ତାହା ଦୂର ହୋଇଯିବ। ବିବାହିତ ବ୍ୟକ୍ତିମାନେ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ପାଇପାରନ୍ତି। ପରବର୍ତ୍ତୀ ରାଶି ଧନୁ ରାଶି। ଧନୁ ରାଶି ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ସାହସ ଏବଂ ଆତ୍ମବିଶ୍ୱାସ ଉଭୟକୁ ବୃଦ୍ଧି କରିବ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟଶୈଳୀରେ ଦ୍ୱାରା ପ୍ରଭାବିତ ହେବେ। ମାର୍କେଟିଂ କିମ୍ବା ଗଣମାଧ୍ୟମ କ୍ଷେତ୍ର ସହିତ ଜଡ଼ିତ ଥିଲେ ଅଧିକ ଶୁଭ ଫଳ ମିଳିବ। କୌଣସି ପୁରୁଣା ବିବାଦ ଥିଲେ ସେଥିରୁ ମୁକ୍ତି ପାଇବେ। ସାହସର ସହ ନେଇଥିବା ନିଷ୍ପତ୍ତି ଆପଣଙ୍କ ବ୍ୟବସାୟକୁ ନୂତନ ଉଚ୍ଚତାକୁ ନେଇଯିବ। ସ୍ୱାସ୍ଥ୍ୟରେ ଉନ୍ନତି ହେବ।